ଜୟ ଜଗନ୍ନାଥ ସାଙ୍ଗମାନେ, ନୂଆ ଏକ ଫ୍ରେଶ ବ୍ଲଗକୁ ସ୍ୱାଗତ। ଆଜି ମୁଁ ବର୍ତ୍ତମାନ କୁଆଡେ ଡ୍ୟୁଟି ଯାଇନି, ସେଥିପାଇଁ ଘରେ ଅଛି ଆଜି। ରବିବାର ଆଜି ଯେହେତୁ ଘରେ ବର୍ତ୍ତମାନ ଆମର ଆଜି ହେଇଛି କୁଆଡେ ଦେଖି ଦିଅନ୍ତୁ, ମାଛ ବେସର, ଆମ୍ବ ଆଉ ସନ୍ତୁଳା, ତା ସହ ପଖାଳ ଭାତ, ଲେମ୍ବୁ। ଇଏ ଯୋଉ ରେଟରେ ବର୍ତ୍ତମାନ ଖରା ହଉଛି, ଗରମ ଭାତ ଟୋଟାଲ ଖାଇବାକୁ ଇଚ୍ଛା ହଉନି। ପଖାଳ ଭାତକୁ ଲେମ୍ବୁ ଟିକେ ଚିପୁଡିକି ଶାନ୍ତିରେ ବର୍ତ୍ତମାନ ଖାଇବା। ଆଜି ତ କିଛି ଡ୍ୟୁଟି ଏପର୍ଯ୍ୟନ୍ତ ଆସିନି, ଭଡାଭଡି ଏପର୍ଯ୍ୟନ୍ତ ଆସିନି। ଦେଖାଯାଉ କେତେ ଭଡାଭଡି ଆସୁଛି। ପଖାଳ ଖାଇକି ଆରାମରେ ଶୋଇବା, ଫୋନ ଆଇଲେ ଯିବା ତାର ଡ୍ୟୁଟି। ଚାଲନ୍ତୁ, ଆଜି ରବିବାରଟାରେ ଘରେ ମାଛ ବେସର ଆମର ବୋଉ କରିଦେଇଛି ସକାଳ ଠାରୁ। ସିଏ ଖାଇବନି, ସେଥିପାଇଁ ନହେଲେ ଆମେ ସାଙ୍ଗ ହେଇକି 2 ଜଣ ଖାଇଥାନ୍ତୁ। ସିଏ ଆଇଁଷ ଖାଇଲାନି ତ, ସେଥିପାଇଁ ଅଲଗା ସିଏ ତାର ଫାଷ୍ଟ ଖାଇ ଦେଇଛି। ମୁଁ ମୋର ଗାଡି ଧୁଆ ଧୁଇ କରିକି ବର୍ତ୍ତମାନ ଆସିଲି, ଗାଧେଇକି ପୁରା ଫ୍ରେଶ ହେଇ ଯାଉଛି ବର୍ତ୍ତମାନ ଖାଇବା ପାଇଁ। ଖାଇସାରିଲା ପରେ ସାଙ୍ଗମାନେ ମୁଁ ବର୍ତ୍ତମାନ ଚାଲିଲି ଆମର କ୍ଲବ ପଟି। ଘରେ ତ ଗରମ ଟୋଟାଲି ରହି ହଉନି। ଚାଲନ୍ତୁ ଏ କ୍ଲବ ପଟି ଯେ, କ୍ଲବ ପଟି ଯେ ଚାରିପଟେ ଗଛ ଅଛି, ଯେହେତୁ ଆମ କ୍ଲବ ରେ ଟିକେ ଥଣ୍ଡା ଲାଗେ। ସମସ୍ତେ ଆମର ଖରା ଟାଇମରେ ପ୍ରାୟ କ୍ଲବ ପଟିକି ଆସନ୍ତି, ବସନ୍ତି, କଥାବାର୍ତ୍ତା ହୁଅନ୍ତି। ଆମର ଲୋକମାନେ ତାସ ଖେଳନ୍ତି, ଆମ ପିଲାମାନେ ସେ ଭିତରେ ବସିକି ସଟ ହଉଛନ୍ତି। କିନ୍ତୁ ଆଜି ଦେଖିଲା ଆସିକି ସମସ୍ତେ ନିଜ ନିଜ ମୋବାଇଲ ଧରିକି ପୁରା ବ୍ୟସ୍ତ ଅଛନ୍ତି। ଜଣା ପଡେ ସିଏ ଗୋଟେ ଅନଲାଇନ ଗେମ୍ ବାହାରିଛି ଫ୍ରି ଫାୟାର, ସେ ଗେମ୍ ଖେଳିବାରେ ସମସ୍ତେ ବ୍ୟସ୍ତ। କେହି କାହାକୁ କିଛି କହୁନାହାନ୍ତି, କିଛି ନାହିଁ, ଖାଲି ସେ ଭିତରେ ଧାଡ 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 ଏମିତି ଗୋଟେ ସାଉଣ୍ଡ ଚାଲିଛି। ମୁଁ କହିଲି ଛାଡ, ଆଜିକାଲି ପିଲାଙ୍କୁ କିଛି ବୁଝି ହବନି, ଆମେ ଟିକେ ରେଷ୍ଟ ନବା। ସେଥିପାଇଁ ମୁଁ ମୋର ଗାମୁଛା ତଳେ ପାରିକି ଟିକେ ଶୋଇବା ପାଇଁ ଚେଷ୍ଟା କଲି। କିନ୍ତୁ ସେ ଯୋଉ ସାଉଣ୍ଡ, ସେ ସାଉଣ୍ଡ ଟୋଟାଲି ବି ନିଦ ହେଲାନି। ତାପରେ ଆମର ପୁଣି ଆମେ ଭାବିଲୁ ଚାଲ ଟିକେ ତାସ ଖେଳିବା, ସେ ଗେମ୍ ଟାକୁ ଛାଡ, ତାହେଲେ ଆମେ ପୁଣି ତାସ ଖେଳିବା। ସେଥିପାଇଁ ଆମେ ସମସ୍ତେ ପୁଣି ଉଠିକି ବସି ପଡିଲୁ ତାସ ଖେଳିବା। ବର୍ତ୍ତମାନ ତାସ ଖେଳ ଆରମ୍ଭ ହେଇଯାଇଛି। ତାସ ବର୍ତ୍ତମାନ ଟିକେ ଖେଳିବା। ତାସ ଖେଳିବାରେ ଗୋଟେ ମଜା ହଉଛି, ଆମେ ସମସ୍ତଙ୍କ ସହିତ କିଛି ସମୟ ଗୋଟେ କଥା ହେଇପାରିବା ବସିକି। ତାସ ଖେଳ ସହିତ ଆମ ନିଜ ନିଜ ଭିତରେ ଆମେ କିଛି ଗୋଟେ କଥାବାର୍ତ୍ତା ହେଇକି ଆଲୋଚନା କରିପାରିବା। କିଛି ସମୟ ଖେଳିଲା ପରେ ଆମେ ପୁଣି ଖେଳ ବନ୍ଦ କରିକି ଆସି ଯାଇଥିଲୁ ବାହାର ପଟକୁ। ବାହାର ପଟେ ପବନରେ ବସିଥିଲୁ। ବସିଲା ପରେ ଆସି ଯାଇଥିଲୁ ଘରକୁ। ଘରେ ଖାଇସାରିକି ପୁଣି ଯାଇଥିଲି ଆମର ଖେଳିବା ପାଇଁ। ଆଜି ତ ମୋର କିଛି ଡ୍ୟୁଟି ନାହିଁ, ଆଜି ତୀର୍ଥ ଟୋଟାଲ ଗାଁରେ। ସନ୍ଧ୍ୟା ସମୟରେ ଆସି ଯାଇଥିଲି ଖେଳିବା ପାଇଁ। ଖେଳିଲା ପରେ ମୋର ବହୁତ ଦିନ ପରେ ମୋର ସାଙ୍ଗ ଦେଖା ହେଇଥିଲା ମାନସ। ସିଏ କହିଲା ଚାଲ ଟିକେ ଯିବା ଆମର ମନ୍ଦିର ଆଡେ ବୁଲିକି ଆସିବା। ସେଥିପାଇଁ ଖେଳ ଅଧାରୁ ମୁଁ ବର୍ତ୍ତମାନ ବାହାରିଲି ମନ୍ଦିର ଆଡେ ବୁଲାବୁଲି କରିକି। ଆଉ ଜାଗା ବାହାରିଲୁ ବର୍ତ୍ତମାନ ଫାଷ୍ଟଫୁଡ ଖାଇବା ପାଇଁ, କାରଣ ଆଜି ହଉଛି ରବିବାର। ବହୁତ ଦିନ ପରେ ମାନସ ମଧ୍ୟ ଦେଖା ହେଇଛି। ଆମେ 2 ଜଣ ବର୍ତ୍ତମାନ ବାଇକ ଧରିକି ବାହାରିଲୁ ଆମର ସେଇ ପୁରୁଣା ଦୋକାନ ଥିବା, ଆମର ପୁରୁଣା ଦୋକାନ ଯୋଉଟା କି ମୁଁ ପ୍ରାୟ ରେଗୁଲାର ଯାଏ। ଆପଣ ମଧ୍ୟ ମୋ ବ୍ଲଗ ଦେଖିଥିବେ। ଏଇ ଦୋକାନ ଆସି ପହଞ୍ଚିଲୁ, ଆମର ପକୋଡା ଅର୍ଡର କରିଦେଇଥିଲୁ। ଅର୍ଡର ଅନୁସାରେ ଆମର ପକୋଡା ମଧ୍ୟ ଆସି ପହଞ୍ଚିଲା। ଏବେ ବର୍ତ୍ତମାନ ମାନସ ତାର ଫୋନରେ ବ୍ୟସ୍ତ ଅଛି, ତା ସହିତ ଖାଇବାରେ ମଧ୍ୟ ବ୍ୟସ୍ତ ଅଛି। ତାପରେ ସିଏ ଗୋଟିଏ କ୍ୟାମେରା ଥିଲା, ମୁଁ ମୋର ଖାଇବାରେ ମଧ୍ୟ ବ୍ୟସ୍ତ ରହିଲି। ଏଇ ଜାଗାରେ ପକୋଡା ଖାଇବାଟା ବହୁତ ଟେଷ୍ଟି ଲାଗେ। ଆମେ ସେଥିପାଇଁ ଆମ ଗାଁର 4-5 କିଲୋମିଟର ତଥାପି ଆମେ ଏଇ ଜାଗାକୁ ଆସି ପକୋଡା ଖାଇବୁ। ଖାଇସାରିଲା ପରେ ଆମେ ବର୍ତ୍ତମାନ ବାହାରିଲୁ ଗାଁକୁ। ଆପଣଙ୍କର ମୋ ଭିଡ଼ିଓଟି ଭଲ ଲାଗି ଭିଡ଼ିଓ ଲାଇକ୍ ସେୟାର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।